ସକାଳ 6:30 ବାଜିଛି। ଆଜି ଯେହେତୁ ପ୍ରଥମାଷ୍ଟମୀ ତ ଶୀଘ୍ର ଉଠି କାମ ସରିଯାଇଛି। ଚାଲନ୍ତୁ ମୁଁ ବାହାରର ଦୃଶ୍ୟ କିଛି ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ବାହାରେ କେତେ ସୁନ୍ଦର କୁହୁଡ଼ି ପଡ଼ିଛି। କୁହୁଡ଼ି ଜମା ବି ଛାଡ଼ିନି। ସୂର୍ଯ୍ୟ ବି ଭଲ କି ଉଇଁନାହାନ୍ତି। ଶୀତ ଦିନ ଯେହେତୁ ଟିକେ ଡେରିରେ ସୂର୍ଯ୍ୟ ହୁଅନ୍ତି, 7ଟା ସୁଦ୍ଧା ଭଲ କି ଉଇଁଯାଆନ୍ତି। 7ଟା ସୁଦ୍ଧା ଖରା ଟିକେ ଆସେ, ତ ଖରା ଆସିନି। ଆଜି ମୋର ଶୀଘ୍ର ପୁରା କାମ ସବୁ ସରିଯାଇଛି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜିର ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଶନିବାର ପ୍ରଥମାଷ୍ଟମୀ ସକାଶେ ସକାଳୁ ପୁରା ଉଠିକିନି ସବୁ କାମ ସରିଲାଣି। ପିଠା ବି କରିସାରିଲାଣି, ଠାକୁର ପୂଜା ସରିଯାଇଛି। ଚାଲନ୍ତୁ ଦେଖେଇବି। ମୋ ପିଠା ସବୁ ଅଧା କରିଥିଲି, କମ୍ପ୍ଲିଟ୍ ହେଇଗଲାଣି। ଏମିତି ଭାବେ ନଡ଼ିଆ ପୁର ଦେଇକିନି ପିଠା ଗୁଡ଼ା ଦେଇଦେବା। ମୁଁ ଉପରେ ପିଠା ଗୁଡ଼ା ଦେଇଦେଲି। ଏବେ ଘୋଡ଼ଣି ଘୋଡ଼େଇ ଦେଇକି ଗ୍ୟାସ୍ଟିକୁ ହାଇ ଫ୍ଲେମ୍ କରିଦେବ। ମିନିମମ୍ 10 ମିନିଟ୍ ଲାଗିବ ସିଝିବା ପାଇଁ। ତାପରେ ଆମେ ଚେକ୍ କରିବା, ଦେଖିବା। ଯଦି ନ ହେଇଥିବ ଆଉ ଟିକେ ସମୟ ଘୋଡ଼େଇବା। ଦେଖିବା ହେଲାଣି କି ନାହିଁ। ହେଇଗଲାଣି। ହଁ, ସବୁ ଗୁଡ଼ା ହେଇଗଲାଣି। ପୁରରେ କାଢ଼ିଦେବା। ଏବେ ଝିଅକୁ ପୋରୁହାଁ କରିଦେଉଛି। ନମସ୍କାର। ପୋରୁହାଁ କରିସାରିଲି। ଏବେ ଭାଇ ଭଉଣୀ ଖାଉଛନ୍ତି। ଏଠି ଗୋଟେ ଯାତ୍ରାର ଆୟୋଜନ ଚାଲିଛି, ଦେଖନ୍ତୁ। ସବୁ ଦୋକାନ ବଜାର ଧୀରେ ଧୀରେ ପଡ଼ିଯାଉଛି। କାଲିଠୁ ଯାତ୍ରା ଷ୍ଟାର୍ଟ ହେଇଯିବ। তো ফ্রেন্ড, এই যাত্রাটি 3 দিন ধରି ହୁଏ। କାର୍ତ୍ତିକେଶ୍ୱର ଯାତ୍ରା ପ୍ରତି ଗାଁରୁ ମେଢ଼ ଆସି ଏଠି 20-25 ଖଣ୍ଡ ମେଢ଼ ଆସନ୍ତି। ଏଠି ବଡ଼ ଆକାରରେ ଯାତ୍ରାଟେ ହୁଏ। ଆଉ ଯେଉଁମାନେ ବାଲିଯାତ୍ରା ଯାଇନାହାନ୍ତି ଏଠିକି ଆସନ୍ତୁ। ଭିଡ଼ିଓଟି ଏଇଠି ରଖୁଛି। କେମିତି ଲାଗିଲା କମେଣ୍ଟରେ କହିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।